ନହେଲେ ଆପଣଙ୍କ ମୋବାଇଲ ପୁରା। ହାय ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଆଉ ଆପଣମାନଙ୍କର ମୁଁ ଗୋଟେ ବହୁତ ବଡ଼ ପ୍ରୋବ୍ଲେମ ଦେଖୁଛି ଯେ ପାଣିରେ ପଡ଼ିଯାଉଛି ମୋବାଇଲ। ଫୋନ୍ ପାଣିରେ ପଡ଼ିଲା ମାତ୍ରେ କ'ଣ ଲୋକଙ୍କର ମାନେ ବେଡ୍ ଚିନ୍ତାଧାରା କ'ଣ ନା ମୋବାଇଲକୁ ଆମେ ଚାଉଳ ଭିତରେ ପୁରେଇଦେବା, ଚାଉଳ ଗୁଳାରେ ପୁରେଇଦେବା, ବାସ୍ ମୋବାଇଲ ପୁରା ଓକେ ହେଇଯିବ। ଭାଇ ଏପରି କେବେ ଭୁଲ କେବେ କରିବେନି, ନହେଲେ ଆପଣଙ୍କ ମୋବାଇଲ ପୁରା ଢୋସ୍, ପୁରା ଚାଲିଯିବ ଭାଇ, କିଛି ରହିବ ନାହିଁ ମୋବାଇଲର। ଆଉ ନେକ୍ସଟ କ'ଣ, ମୋବାଇଲ ଯଦି ଆପଣଙ୍କ ପାଣିରେ ପଡୁଛି ତାହେଲେ ଆପଣ କେବେ ତାକୁ କୌଣସି ମାନେ ଭାବିବେ କ'ଣ ଉପରେ ପୋଛି ଦେଇକି ତାକୁ ଆପଣ ଚାର୍ଜ ବସେଇକି ମୋବାଇଲ ଦେଖିବା ଅନ୍ ହଉଛି କି ନାହିଁ। ସେଭଳିଆ ଭୁଲ ବି କେବେ କରିବେନି। ମୋବାଇଲ କେବେ ବି କୌଣସି ଚାର୍ଜ କି ଆପଣ ଅନ୍ କରିବେ ନାହିଁ। ଡାଇରେକ୍ଟ ଆପଣ କୌଣସି ଦୋକାନୀ ଆମର ଯେକୌଣସି ରିପାରିଂ ସପ୍ କୁ ନେଇକି ଯିବେ। ମୋ ପାଖକୁ ବି ଆସିପାରନ୍ତି। ମୋ ଲୋକେସନଟି ହେଲା ଆମର ଡୁଙ୍ଗୁରା ମାର୍କେଟ, ଫାଷ୍ଟ ଫ୍ଲୋର ମୋ ସପ୍ ଅଛି। ଆପଣ କେବେ ତାକୁ ଚାର୍ଜ କି ଅନ୍ କରିବା ପାଇଁ ଚେଷ୍ଟା କରିବେନି। ଫାଷ୍ଟ କୌଣସି ସପ୍ କୁ ନେଇଯିବେ। ଆମେ ସେ ଯୋଉମାନେ ଜାଣିଥିବେ, ଯୋଉମାନେ ଟେକ୍ନିସିଆନ ମାନେ, ସେମାନେ ନିଜେ ଖୋଲିକି ଚେକ୍ କରିକି ଆପଣଙ୍କ ମୋବାଇଲ ଠିକ କରିବେ। ନହେଲେ ଭାଇ ଟୋଟାଲ ମୋବାଇଲ ଯିବ। ସେଭଳିଆ ଭୁଲ କେବେ କରିବେନି। ଯେତେବେଳେ ବି ଆପଣ ମୋବାଇଲ ପାଣିରେ ପଡୁଛି କି ସମୁଦ୍ରରେ ଯୋଉ ଗାଧୁଛନ୍ତି, କାହା ସାଙ୍ଗରେ ବୁଲିବା ପାଇଁ ଯାଇଛନ୍ତି, ଗାଧୁଛନ୍ତି ସମୁଦ୍ରରେ କିମ୍ବା ଗଢିଆର କିମ୍ବା ଫୋନ୍ ମାନେ ମନେ ନାହିଁ, ବାଇଚାନ୍ସ ପକେଟରେ ଫୋନ୍ ଅଛି, ଆପଣ ଗାଧେଇ ପଡିଛନ୍ତି, ପାଣିରେ ପଶିଯାଇଛି, ସେଭଳିଆ ଭୁଲ କରିବେନି। କେବେ କୌଣସି ଚାଉଳ ପୁରା କି ମୋବାଇଲ ଅନ୍ କରିକି ଦେଖିବା, ଚେକ୍ କରିବା ଅନ୍ ହଉଛି କି ନାହିଁ, କିମ୍ବା ଚାର୍ଜର ପୁରେଇବା, ଭୁଲରେ ବି ଚାର୍ଜର ପୁରେଇବେ ନାହିଁ। ମୋବାଇଲ ଟୋଟାଲ ସବୁ ପୋଡିଯିବ।